କେଡ଼େ ସୁନ୍ଦର ବାଗରେ ଦେଖିଲେ ଆସ୍ଥାନ ବିଜେ କରିଛନ୍ତି ଠାକୁର ଆସିକି। ଆମେ ତ ଆସିଲୁ ଦେଖିଲୁ ବାସ୍ ସଇଲା କାମ। ନୂଆ ମନ୍ଦିର ଭଲ ଭାବରେ ଦେଖ, ଲାଇଟ୍ ଫାଇଟ୍ ଲଗେଇ ପୁରା ସାଜସଜ୍ଜା କରିଛନ୍ତି। ତ କେଡ଼େ ସୁନ୍ଦର ଲାଗୁଛି ଦେଖ ତ ଭାଇମାନେ, ଆପଣମାନଙ୍କୁ ସୁନ୍ଦର ଲାଗୁଛି ନା ଲାଗୁନି ବା? ହାଇ ଫ୍ରେଣ୍ଡ, ୱେଲକମ୍ ଟୁ ମାଇ ଚ୍ୟାନେଲ ଡିକେ ଫାୟାର ବ୍ଲଗ। ସାଙ୍ଗମାନେ ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଆଉ ଦେଖନ୍ତୁ, ମନ୍ଦିରରେ ଆସି ବୁଲାବୁଲି କଲୁଣୁ। ଆପଣମାନଙ୍କୁ ପ୍ରଥମରୁ ଆଉ ଗୋଟେ ଭିଡ଼ିଓରେ ଜଣେଇଥିଲି ଯେ ମନ୍ଦିର ପ୍ରତିଷ୍ଠା, ଆଉ ଆମେ ଯାଉଛୁ ଟିକେ ବୁଲାବୁଲି ମଧ୍ୟ କରିବୁ, ଆସିବୁ। ଆଜି ଦେଖ କେତେ ଜାମ୍ ହେଇଛି ମନ୍ଦିର। ଆଜି ମନ୍ଦିରର ଶେଷ ପୂର୍ଣ୍ଣାହୁତି, ମନ୍ଦିର ପ୍ରତିଷ୍ଠା ଆଜି। ଠାକୁର ମଧ୍ୟ ଆସିକି ବସିଗଲେଣି। କେତେ ସୁନ୍ଦର ବାଗରେ ଆସିକି ଆସନ ବିଜେ କରିଛନ୍ତି। ଆଉ ଆପଣଙ୍କୁ ଭଲ ଲାଗୁଛି ନା କହୁନାହାନ୍ତି? ଭଲ କେମିତି ନ ଲାଗେ? ଇଏ ବା ଜୟ ଶ୍ରୀରାମଙ୍କର ଆଜି ଆବିର୍ଭାବ ମନ୍ଦିରକୁ, କେମିତି ଭଲ ନ ଲାଗିବ ଯେ? ଦେଖ ଏଠି ପୂର୍ଣ୍ଣାହୁତି ଚାଲିଛି, ହୋମ ଚାଲିଛି। କେତେ ଜାଗା ହୋମ ହେଉଛି ଦେଖିଲେ। ମାନେ ସେ ଘର ସାରା ଚାରିପଟ ଯାକ ହୋମ କରୁଛନ୍ତି। ତାପରେ ଆମେ ବି ମଧ୍ୟ ବୁଲାବୁଲି କରୁଛୁ, ଦେଖୁଛୁ। ତାପରେ ଆଜି ତ ଶେଷ ଦିନ, ଆଜି ବି ମଧ୍ୟ ଆଜି ହୋମ ବି ସରିଯିବ। ଆଜି ସରିଗଲା ପରେ ଆମେ ବି ମଧ୍ୟ ଫେରିଯିବୁ, ଖାଇ ପିଇକି ଫେରିଯିବୁ ନା ଆଉ। रुको जरा सबर करो। ହୋମ କାର୍ଯ୍ୟ ସମ୍ପୂର୍ଣ୍ଣ ଦେଖିବୁ, ଯିବୁ ସେପଟକୁ। କେଉଁପଟେ ଖାଇବା ପିଇବା ଅଛି ସେଇଟା ଆଗ ରାନ୍ଧିବୁ, ତାପରେ ଯାଇକି ଖାଇବୁ। ତାପରେ ଆମେ ବି ଘରକୁ ତ ଅଫିସକୁ ପଳେଇବୁ ଆଉ। ଚାଲ ଯିବା। ଦେଖ କେତେ ଖେଳନା ବିକ୍ରି ହେଉଛି, ହାତୀ ଘୋଡ଼ା ସବୁ। ଛୁଆମାନଙ୍କ ମୁଣ୍ଡଟାକୁ ଯେଉଁମାନେ ଖରାପ କରିବେ, ଟିଣ କରିଦେବେ, ଆଣିକି ବସି ଯାଉଛନ୍ତି ରାସ୍ତା କରରେ ଆଉ। ଏତେ ତ ପୂଜାପୂଜି ଚାଲିଛି, ତାପରେ ଭଲ ବେପାର ହେବ ଆଉ। ଚାଲ ଟିକେ ବୁଲାବୁଲି କରିବା। ଆସିଗଲୁ, ଆମ ଗେଟ୍ ପାଖକୁ ଆସିଗଲେ। ତାପରେ ଗେଟ୍ ରାସ୍ତାର ଆରପଟକୁ ଯାଇକି ଖାଇବା ସନ୍ଧାନ କରିବା ଆଉ। ଚାଲ ଦେଖିବା, ବୁଲାବୁଲି କରିବା। ଏଇଠି ଏମାନେ ସବୁ ୱେଲକମ୍ କରିବେ, ଠିଆ ହେଇଛନ୍ତି ଦେଖ, ୱେଲକମ୍ କରିବେ। ଆମେ ଆସିକି ଖାଇବା ଜାଗା ମୁଣ୍ଡରେ ପହଞ୍ଚିଗଲୁଣି। ଦେଖ ସବୁ ଝୁଡ଼ି ଫୁଡ଼ି ଧରିକି, ଭାତ ଡାଲମା ଖଟା କ୍ଷୀରି ସବୁ ଧରିକି ବୁଲୁଛନ୍ତି। ଯିଏ ଆସିବ ସିଏ ମନ ଭରି ଖାଇବ। ପୁରା ମାନେ ଯେମିତି କହନି କି ଅନ୍ନ ଛତ୍ର ଯେମିତି ଖୋଲା ହେଇଛି, ସେମିତି ଏଠି ମାନେ ସେମିତି କିଛି ନାହିଁ। ଭଲ ସୁବିଧା ମାତ୍ର ଏଠି। ଆରାମରେ ଖାଇବ, ଆରାମରେ ଫିଙ୍ଗିବ, ଚାଲିବ। ବାସା ବହୁତ ଲୋକ ଖାଉଛନ୍ତି। ଚାଲ ଆମେ ଟିକେ ବସିଯିବା, ଖାଇଦେବା। ଖାଇସାରିକି ଅଫିସ ଆମେ ପଳେଇବା। ଦେଖିବା ସନ୍ଧ୍ୟା ବେଳକୁ ଆସିବା ଆଉ। ମଜା ହେବ କିନ୍ତୁ ଆଜି ସନ୍ଧ୍ୟା ବେଳକୁ ଆସିଲେ। ଜୟ ଶ୍ରୀରାମ ସାଙ୍ଗମାନେ, ଆମେ ଆସିଗଲୁଣୁ। ଦେଖ କେତେ ସୁନ୍ଦର ସୁନ୍ଦର ଲାଇଟ୍ ଫାଇଟ୍ ଖଞ୍ଜା ହେଇଛି। ଦେଖ ତ କେମିତି ଦିଶୁଛି, ମାନେ ଗୁମ୍ଫା ଭିତରେ ପଶିଲା ଭଳିଆ ଲାଗୁଛି। ମାନେ ସଜେଇଛନ୍ତି ମାତ୍ର ମାନିବାକୁ ପଡ଼ିବ। ମାତ୍ର କି ସୁନ୍ଦର ଭାବରେ ସଜେଇଛନ୍ତି। ଚାଲ ମନ୍ଦିର ଦେଖିବା, ମନ୍ଦିର କେମିତି କ'ଣ ସଜେଇଛନ୍ତି। ମନ୍ଦିର ଆଡ଼କୁ ଯିବା। ଆରେ ଗାଡ଼ି ଏଇଠି ରଖ। ହେ କୁଆଡ଼େ ସାଡ଼େ କୁଆଡ଼େ ନେଉଛ ମ? ଦେଖିଲ ମନ୍ଦିର ଆପଣ ଜାଣିପାରୁଛନ୍ତି ନା ମନ୍ଦିର କେଉଁ ଜାଗା ଉପରେ ଅଛି? କେମିତି ଦେଖାଯାଉଛି ନା? କି ସୁନ୍ଦର। ଏଇ ଦେଖ ମନ୍ଦିର, ଏଇ ଦେଖ ଗେଟ୍ଟା କେମିତି ହେଇଛି। ଅବଶ୍ୟ ଛୋଟ କରିଛନ୍ତି, ମାତ୍ର ସୁନ୍ଦର ହେଉଛି, ସୁନ୍ଦର ଲାଗୁଛି ଗେଟ୍। ଚାଲ ଆଗ ଆମେ ମନ୍ଦିରର ଭିଉ ଦେଖିବା। ମନ୍ଦିର କେମିତି ସଜା ହେଇଛି, କ'ଣ ହେଇଛି। ଏ ଦେଖ ମନ୍ଦିର ଦେଖୁଛନ୍ତି ନା, କି ସୁନ୍ଦର ଭାବରେ ଲାଇଟ୍ ଫାଇଟ୍ ଖଞ୍ଜା ହେଇଛି। ମାତ୍ର ବଢ଼ିଆ ଲାଗୁଛି। ମାତ୍ର ଇଏ ତ ଡେକୋରେଟର, ରିଏଲିରେ ମନ୍ଦିର ବି ସେମିତି ସୁନ୍ଦର ହେଇଛି। ଆପଣମାନଙ୍କୁ ମୁଁ ପ୍ରଥମ ଭିଡ଼ିଓରେ ବି ଦେଖେଇଥିଲି ରିଏଲି ମନ୍ଦିରରେ, ଦେଖିଥିବେ ଆପଣମାନେ। ଦେଖ ତାପରେ ଇଏ ଡେକୋରେଟର ପରେ ମଧ୍ୟ କେମିତି ଦେଖାଯାଉଛି ମନ୍ଦିର। ତ ସମାନ ଗେଟ୍ ଫ୍ରଣ୍ଟ, ଗେଟ୍ ବି କିଛି ଅସୁନ୍ଦର ହେଇନି, କିନ୍ତୁ ଲୋକ ଗହଳି ହେଇଛି। ଚାଲ ଯିବା, ଗେଟ୍ ବାଟେ ଦେଇକି ଯିବା, କେମିତି କ'ଣ ଆସୁଛି ଦେଖନ୍ତୁ। ସବୁ ରାମ ଭକ୍ତଙ୍କର ମାନେ ହଳଦୀ ତ ହନୁମାନ କଲର ସବୁ ଶାଢ଼ୀ ଫାଢ଼ୀ ପିନ୍ଧିଛନ୍ତି। କେତେ
କେତେ ଲୋକରେ ବାବା, କେତେ ଲୋକ ଦେଖନ୍ତୁ ଆପଣମାନେ। ମାତ୍ର ବହୁତ ବହୁତ ସୁନ୍ଦର ଲାଗୁଛି। ମାତ୍ର ପ୍ରଥମ ଥର ମୁଁ ଏପଟ ଏରିଆରେ ଦେଖିବାକୁ ପାରିଲି ଏମିତି। ଆମେ ଏଥର ଏଇ ମନ୍ଦିର ପାଖକୁ ଆସି ସର୍ଟ ନେବା ଦେଖିବା କେମିତି ଦେଖାଯାଉଛି। ଦେଖନ୍ତୁ ତ ସାଙ୍ଗମାନେ କେମିତି ଦିଶୁଛି। ଆକ୍ଚୁଆଲି ଏଇଟା ପାହାଡ଼ ଉପରେ କାଟି କୁଟି କରାହେଇଛି ମନ୍ଦିର। ଏ ଆମର ପଟାଙ୍ଗୀ ପାଖରୁ 5 କିଲୋମିଟର ଦୂର। ଏ ଗାଁ ନାଁ କ'ଣ? ହଁ ମନେ ପଡ଼ିଲା ଏଇଟା ମାଳିପୁଟ। ମାନେ ମାତ୍ର ପଟାଙ୍ଗୀ ପାଖରୁ ଏପଟୁ ଆସିଲେ ପଟାଙ୍ଗୀ ପାଖରୁ ପାଖ, ସେପଟୁ ଆସିଲେ କୁନ୍ଦୁଲି ପଟରୁ ବି ପାଖ। ମାଳିପୁଟ NH କରରେ, NH 26 ଆଉ ଜାତୀୟ ରାଜପଥ କରରେ ଆଉ ଆନ୍ଧ୍ରାକୁ ଯିବା ବାଟ। ଆନ୍ଧ୍ର ଯଜ୍ଞ କୁଣ୍ଡ ଦେଖୁଛୁ ଏଠି। ବାପଲୋ କି ତା ଭିତରେ ଲାଇଟ୍ ଲାଗିଛି ନା କ'ଣ ବା? ସେମିତି ଲାଗୁଛି। ମନ୍ଦିର ଦେଖ, ଆଉ ଥରେ ଦେଖିଦିଅ। ଆଉ ତ ଶେଷ ଦିନ ଲାଷ୍ଟରେ ବି ଏଇଟା ବି ମୋର ମନ୍ଦିରର ଶେଷ ଭିଡ଼ିଓ। ପ୍ରଥମ ଭିଡ଼ିଓ ପକେଇଥିଲି, ଏଇଟା ଶେଷ ଆଉ। ଦେଖ ସାଙ୍ଗମାନେ, ଇଏ ହେଉଛନ୍ତି ଅନ୍ଧ ବଧିର ମୂକ ପିଲାମାନେ। କେତେ ସୁନ୍ଦର ଭାବରେ ତାଙ୍କର ଆଳତୀ କାର୍ଯ୍ୟକ୍ରମ ଆରମ୍ଭ କରିବେ। ତ ଆମେ ଆଗକୁ ତ ଦେଖିବାନି, ଅଫିସରୁ ଫୋନ୍ ଆସିଲାଣି, ଏଥର ପଳେଇବା। ଚାଲନ୍ତୁ ସାଙ୍ଗମାନେ, ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍, ସେୟାର, ସବସ୍କ୍ରାଇବ୍ ମଧ୍ୟ କରିବା ପାଇଁ ଭୁଲିବେନି। ଆଉ କ'ଣ ଆଉ ଅଧିକ ରଖୁଛି ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।